ହେଉଛି ଜୁନ୍ ମାସ 18 ତାରିଖ 2024 ମସିହା ମଙ୍ଗଳବାର। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ମିଥୁନ 4 ଦିନ। ସୂର୍ଯ୍ୟୋଦୟ ସମୟ ସକାଳ 5:12 ଏବଂ ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6:23। ଘାତ 12 ମକର ରାଶି। ଅଦ୍ୟ ପଇ ଭକ୍ଷଣ ନିଷେଧ। ଆସନ୍ତୁ ଜାଣିବା ଆଜିର ଦିନଟି କେମିତି କଟିବ। ମେଷ ରାଶି। ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟ ମାନଙ୍କ ସହ କଳି କରିବେ ନାହିଁ। ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଦେବଦର୍ଶନର ସୁଯୋଗ ମିଳିବ। ବୃଷ ରାଶି। ଆଜି ନିଜ ଲୋକମାନଙ୍କ ସହିତ ମିଶିବାର ସମ୍ଭାବନା ସୁଯୋଗ ରହିଛି। ଏହା ଆପଣଙ୍କ ହଠାତ୍ ଖୁସି ଆଣିଦେବ। ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁ ନିକଟତର ଅଟନ୍ତି। ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ। ମିଥୁନ ରାଶି। ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେ ଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି। ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ। ପୁରାତନ ସମସ୍ୟା ସମାଧାନର ଅବସର ମିଳିପାରେ। କର୍କଟ ରାଶି। ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି, ତାହେଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ। ସିଂହ ରାଶି। ଆଜି ଆପଣଙ୍କର ଭ୍ରମଣ କରିବାର ସମ୍ଭାବନା ଅଛି। କୌଣସି ଏକ ଧର୍ମପୀଠ, ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ଯିବାକୁ ଯାଇପାରନ୍ତି। ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ, କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ୱପୂର୍ଣ୍ଣ ହେବ। କନ୍ୟା ରାଶି। ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଚାଲୁଛି। ଯଦି ଆପଣଙ୍କର ମଧ୍ୟରେ ଝଗଡ଼ା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ, ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ। ତୁଳା ରାଶି। ଦିନଟି କ୍ଲେଶଦାୟକ। ଆପଣ ଯଦି କୌଣସି ଆଇନଗତ ଲଢୁଛନ୍ତି, ତେବେ ଆପଣଙ୍କ ଜିତିବା ନିଶ୍ଚୟ। କୌଣସି ଜଣେ ଅନୁଭବୀ ଓକିଲଙ୍କ ପରାମର୍ଶ ନିଅନ୍ତୁ। ଚିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କର ସପକ୍ଷରେ ରହିବେ। ବିଛା ରାଶି। ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ। ଏଥିରୁ ମୁକୁଳିବା ପାଇଁ କୂଟନୀତିର ସାହାଯ୍ୟ ନିଅନ୍ତୁ। ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି। ଗୁରୁ ଗୁରୁଜନଙ୍କ ନିନ୍ଦା ବ୍ୟଥା ଦେଇପାରେ। ଧନୁ ରାଶି। ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ। ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ। ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ। ମକର ରାଶି। ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚରମ ସୀମାରେ ରହିବ। ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ, କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖା ଦେଇପାରେ। ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ୱାରା ଆଘାତ ହୋଇପାରନ୍ତି। କୁମ୍ଭ ରାଶି। ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବା ମନୋବାଞ୍ଛିତ ଦ୍ରବ୍ୟ ମିଳିପାରେ। ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ୱପୂର୍ଣ୍ଣ ଦଲିଲ ହୋଇପାରେ। ଧନଲାଭ ଯୋଗ ରହିଛି। ଦିନଟି ପ୍ରୀତିପଦ ରହିବ। ମୀନ ରାଶି। ଆଜି ଆପଣଙ୍କର ଭାଗ୍ୟ ହିଁ ଆପଣଙ୍କୁ ସଫଳତା ଦେବ। ସବୁକିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ। ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନ ହୋଇ ଆପଣଙ୍କର ଭାଗ୍ୟ ଯୋଗୁଁ ହେଉଛି। ଏହି ସୁଯୋଗର ସମ୍ପୂର୍ଣ୍ଣ ରୂପେ ଲାଭ ଉଠାନ୍ତୁ। ବ୍ୟୁରୋ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।